ଗାଁର ପରିବେଶ କେମିତି ମାନେ ସାଇଡରେ କେନାଲ ପାଣି ପୁରା ଭରପୁର ସାଇଡରେ ରୋଡ ଗଛ ପତ୍ରରେ ପୁରା ପରିପୂର୍ଣ୍ଣ ଆମ ଗାଁର ଆମ ଗାଁ କଣ ଆମ ଏ ଅଞ୍ଚଳର ତଥାପି 20-15ଟା ଗାଁର ଏଇଟା ହଉଛି ମାର୍କେଟ। ଏଠି ସବୁ ପ୍ରକାର ଜିନିଷ ପରିବାଠୁ ଧରିକି ଯେତେ ପ୍ରକାର ଜିନିଷ ରହିଲା ଏଇଠାରେ ଆମକୁ ମିଳେ। ସୁନ୍ଦର ଜାଗାଟି। କଣ୍ଟି ଛକ ଏ ଛକର ନାମ ହଉଛି କଣ୍ଟି ଛକ। ବର୍ତ୍ତମାନ ପ୍ଲାନିଂ ଚେଞ୍ଜ। ଲସି ପିଇବାକୁ ଆସିଥିଲୁ ଏ ଜଟଣୀ ଦେଇ ବରୁଣେଇ ଆଡେ ଗମନ କରିବୁ। ଆମ ଅଞ୍ଚଳର ସାକ୍ଷାତ ଠାକୁର ଶ୍ରୀ ଶ୍ରୀ ସୋମନାଥ ଦେବଙ୍କ ମନ୍ଦିର ଟିକେ ମୁଣ୍ଡିଆ ମାରି ଦିଅନ୍ତୁ ସମସ୍ତେ। ମନ୍ଦିର ଦେଇ ଆମେ ଆଗକୁ ଚାଲିଲେ। ଯେତେ ମୁଁ ଆଗକୁ ଯାଉଛି ମୋର ସେତେ ଭୟ ଧୀରେ ଧୀରେ ବଢି ଯାଉଛି କାରଣ ଆମର ଡ୍ରାଇଭର ହେଭି ଡ୍ରାଇଭର। ତଥାପି ଛାତି ଦମ୍ଭ କରିକି ଆମେ ଆଗେଇ ଚାଲିଛୁ ବରୁଣେଇ ଆଡେ। ଜଟଣୀ କେତେ ବଦଳିଆ ଲାଗୁଛି। ମୁଁ ଯେତେବେଳେ କଲେଜ ଆସେ ଏତେ ବଦଳି ନଥିଲା, ଏତେ ଘର ଦ୍ୱାର ହେଇନଥିଲା, ଏତେ ବିଲ୍ଡିଂ ନଥିଲା। ଧୀରେ ଧୀରେ ପରିବର୍ତ୍ତନ ଶୋ ଛୁଟିଛି ଜଟଣୀରେ। ବରୁଣେଇର ପାଦ ଦେଶରେ ବର୍ତ୍ତମାନ ଆମେ ପହଞ୍ଚିଲୁ। ଦେଖନ୍ତୁ କେତେ ସୁନ୍ଦର ନଜାରା। ବ୍ଲଗିଂ ରୁ ଯୋଉ ପଇସା ମିଳିବ ତା ଦ୍ୱାରା ଆମେ ଲସି ପିଇକି ହଉଛି। ଆଜି ଯୋଉ କଷ୍ଟ ହଉଛି ବ୍ଲଗିଂ ପାଇଁ, ଯାହା ପଇସା ଇନକମ ହବ ମୁଁ ଲସି ପିଇବି। ଚାଲୁ। ବର୍ତ୍ତମାନ ଆମେ ପହଞ୍ଚି ଗଲୁ ବରୁଣେଇ ପାଖରେ। ପୁରା ରେଡି ଆଗରେ ଦେଖ, ପୁରା ସାଜସଜ୍ଜା ଚାଲିଛି ରଜ ପାଇଁ। ନାହିଁ ସେ ମନା କରୁଛି, ତୁ କଣ ବରୁଣେଇରେ ଥଣ୍ଡା ଫଣ୍ଡା ପିଇ ଟିକେ ଉପରକୁ ଯିବା ନା। ଚଢିଲୁ ପ୍ରଥମ ପାହାଚ ବରୁଣେଇର। କେତେ ସୁନ୍ଦର ଜାଗା ନା, ଭାରି ଥଣ୍ଡାଳିଆ ଜାଗାଟି। ସବୁବେଳେ ମାନେ 2-3 ଜଣ ସାଙ୍ଗସାଥି ହେଇକି ସବୁବେଳେ ବୁଲିବ, ମଜା ଲାଗିବ ଅଲଗା। ଖାସ କରି ପାହାଡ ଅଞ୍ଚଳକୁ ଆସିବ, ଥଣ୍ଡା ଲାଗିବ।